ସର୍ବଦା ଥାଏ। ଆଉ ଥରେ ପଢୁଛେ, ସେହି ଦେଶ ବିଷୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମନୋଯୋଗ କରନ୍ତି। ବର୍ଷର ଆରମ୍ଭରୁ ବର୍ଷର ଶେଷ ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦୃଷ୍ଟି ତହିଁ ଉପରେ ସର୍ବଦା ଥାଏ। ଏଇ ଯୋଉ 11 ପର୍ବଟା ଷ୍ଟାର୍ଟ ହେଇଛି ଦ୍ୱିତୀୟ ବିବରଣୀର, ଏତ ଆମେ ସବୁ ଜାଣିଛୁ। ବାଇବଲର ପ୍ରଥମ 5ଟା ବହି ମୂଷା ଲେଖିଛନ୍ତି। ଏଇଟା ତାଙ୍କର ଶେଷ ପୁସ୍ତକ। ବହୁତ ଜାଗାରେ ଦେଖିବେ ଏଠି ଲେଖା ହେଇଥିବ, ଆଜି ମୁଁ ତୁମମାନଙ୍କୁ ଯେପରି କହୁଛି, ଏ 11 ପର୍ବରେ ମଧ୍ୟ ଅଛି। 26ରେ ଦେଖନ୍ତୁ, ଦେଖ ଆଜି ମୁଁ ତୁମମାନଙ୍କ ସମ୍ମୁଖରେ ଆଶୀର୍ବାଦ ଓ ଅଭିଶାପ ରଖୁଅଛି। ଯେତେବେଳେ ସେଇଟାକୁ ମୁଁ ଦେଖେ, ଦିଟା ବିଷୟ ରଖିଲେ କାହିଁକି, ଆଶୀର୍ବାଦ କାହିଁ ରଖିଲେନି? ଆମମାନଙ୍କ ଜୀବନରେ ଅନେକ ସମୟରେ ସେ ଦିଟା ବିଷୟ ଆସେ। ଆମମାନଙ୍କର କର୍ତ୍ତବ୍ୟ ହଉଛି ଉତ୍ତମ ବିଷୟକୁ ଗ୍ରହଣ କରିବା, ନିଷ୍ପତ୍ତି ନେବା। ଗୋଟେ ତୁଳନାତ୍ମକ ବିଷୟ ଦେଇଛନ୍ତି ଏଠି ମୂଷା, ମିଶରର ପାଣିପାଗ ବିଷୟରେ, ଶସ୍ୟ ବିଷୟରେ, ଆଉ ଯୋଉ ନୂଆ ଜାଗାକୁ ଯିବେ ସେଠିକାର ପାଣିପାଗ, ଶସ୍ୟ ଆଉ ପଶୁପାଳନ ବିଷୟରେ। ଯଦି ଆମେ ଏଇ 11 ପର୍ବର 9ରୁ ଦେଖିବା, 8ରୁ ମଧ୍ୟ, ଏ ନିମନ୍ତେ ଆଜି ମୁଁ ତୁମମାନଙ୍କୁ ଯେ ଆଜ୍ଞା ଦେଉଅଛି, ତୁମାନେ ସେସବୁ ଆଜ୍ଞା ପାଳନ କରିବ, ତହିଁରେ ତୁମାନେ ବଳବାନ ହବ। ପୁଣି ଯେଉଁ ଦେଶ ଅଧିକାର କରିବା ପାର ହୋଇ ଯାଉଅଛ, ତହିଁରେ ପ୍ରବେଶ କରି ଅଧିକାର କରିବ। ଆଉ ସଦାପ୍ରଭୁ ତୁମମାନଙ୍କ ପୂର୍ବପୁରୁଷ ମାନଙ୍କୁ ସେମାନଙ୍କ ବଂଶକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଛନ୍ତି, ସେ ଦୁଗ୍ଧ ମଧୁ ପ୍ରବାହୀ ଦେଶରେ ତୁମାନେ ଆପଣା ମାନଙ୍କ ଦିନ ବଢାଇ ପାରିବ। ଏ କଣ୍ଡିସନଟା ପ୍ରଭୁ ଦେଇଛନ୍ତି। ଦିନ ବଢେଇବା, ଦିନ ଛୋଟ କରିବା କାର୍ଯ୍ୟ ଆମମାନଙ୍କର। ଗୀତ ସଙ୍ଗୀତରେ ଆମେ ଦେଖୁଛୁ ମଧ୍ୟ, ଆମେ ତାକୁ ଦୀର୍ଘାୟୁ ଦେଇ ତୃପ୍ତ କରିବା। ପ୍ରଭୁ ଯେତେବେଳେ ତୃପ୍ତ କରନ୍ତି, ସେ ଆମମାନଙ୍କୁ ଦୀର୍ଘାୟୁ ଦିଅନ୍ତି। ଏଇଠି ଆମେ ଦେଖୁଛୁ, ତୁମେ ମାନେ ଆପଣା ମାନଙ୍କ ଦିନ ବଢାଇ ପାରିବ। ଆମେ ଅନେକ ସମୟରେ ଈଶ୍ୱରଙ୍କୁ ସବୁ ଅବସ୍ଥାରେ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦଉ ଏଥିପାଇଁକା ଯେ ତାହାଙ୍କ ପାଖରୁ ଆଶୀର୍ବାଦ ଆସେ। ସେ କାହାକୁ ଅଭିଶାପ ଦିଅନ୍ତିନି, କିନ୍ତୁ ଅଭିଶାପଟା ଆମମାନଙ୍କର ବାକ୍ୟ ଅନୁସାରେ କାର୍ଯ୍ୟ ନ କରିବା ହେତୁ ଅଭିଶାପଟା ଆସେ। ସେଇଥିପାଇଁକା ଏଇ 11 ପର୍ବର 26ରେ ଦେଖ ଲେଖା ହେଇଛି, ଦେଖ ଆଜି ମୁଁ ତୁମମାନଙ୍କ ସମ୍ମୁଖରେ ଆଶୀର୍ବାଦ ବି ରଖୁଅଛି, ଅଭିଶାପ ବି ରଖୁଅଛି। 27ରେ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱର ଯେ ଆଜ୍ଞା ଆଜି ମୁଁ ତୁମମାନଙ୍କୁ ଦଉଅଛି, ତାହା ସବୁ ଯେବେ ଶୁଣିବ, ତେବେ ଆଶୀର୍ବାଦ ପାଇଁ କଣ୍ଡିସନ ରଖିଦେଲେ। ପ୍ରଭୁଙ୍କର ବାକ୍ୟ ଶୁଣିବା ଉପରେ ନିର୍ଭର କରୁଛି ଆଶୀର୍ବାଦ। ଗୋଟେ ବଢିଆ ପଦଟି ଆପଣ ମାନେ ଶୁଣିଥିବେ, ମୋର ଆଜି କାହିଁକି ସକାଳୁ ସେ ପଦଟି ମନେ ପଡିଲା, ପଢି ଦଉଛି। ଜିସାୟ ତାର 21 ପର୍ବର 11-12, ଜିସାୟ ଭାବାଦୀଙ୍କ ପୁସ୍ତକ 21 ପର୍ବର 11-12। ଜଣେ ସେଇର ଠାରୁ ମତେ ଡାକି କହୁଛି, ପ୍ରହରୀ କେତେ ରାତ୍ର ହେଲା, ପ୍ରହରୀ କେତେ ରାତ୍ର ହେଲା। ପ୍ରହରୀ କହିଲା, ପ୍ରଭାତ ଆସୁଅଛି, ରାତ୍ରି ହିଁ ଆସୁଅଛି। ପ୍ରହରୀ କହିଲା, ପ୍ରଭାତ ଆସୁଅଛି, ରାତ୍ରି ହିଁ ଆସୁଅଛି। ତୁମେ ମାନେ ଯେବେ ପଚାରିବ ପଚାର, ତୁମାନେ ଫେରି ଆସ। এই ପଦଟି ସକାଳୁ ମୋର ମନକୁ ଆସିଲା। ଜୀବନରେ ଯେମିତି ଆଶୀର୍ବାଦ ଅଭିଶାପ ଦିଟା ଯାକ ଆସେ, ଏବଂ ଆମମାନଙ୍କୁ ଏଠି ଜିସାୟ ପୁସ୍ତକ ଲେଖା ହେଇଛି, ତୁମାନେ ଫେରି ଆସ।
ଅନେକ ସମୟରେ ଆମେ ଯୋଉ ମନ୍ଦ କାର୍ଯ୍ୟରେ ନିଜକୁ ମନୋନିବେଶ କରିଥାଉ ଫେରିବା ପାଇଁ ଇଚ୍ଛା ହୁଏନି। ଚାଲିଛି ମୁଁ ତ ଆଶୀର୍ବାଦ ପାଉଛି, ଅସୁବିଧା ନାହିଁ, କେହି ଜାଣୁନାହାନ୍ତି ବି। ଏଇଟା ସୁନ୍ଦର ବିଷୟ ନୁହେଁ, ଏଇଟା ଅଭିଶାପ ଆଣିବ। କାରଣ କୌଣସି ବିଷୟ ଗୁପ୍ତ ହେଇକି ରହିପାରିବନି। ଏଇଠି ଯୋଉ ଆଜିର ଯୋଉ ପଠିତ ବିଷୟ ଆମେ ଦେଖିଲୁ, ସେ ଦେଶ ବିଷୟରେ ସଦାପ୍ରଭୁ ତୁମ ପରମେଶ୍ୱର ମନୋଯୋଗ କରନ୍ତି। କୋଉ ଦେଶ? 11 ପଦରେ ଲେଖା ହେଇଛି, ତୁମମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ ତାହା ପର୍ବତ ସମସ୍ତଳୀମୟ ଦେଶ, ତା ଆକାଶରୁ ବୃଷ୍ଟି ଜଳ ପାନ କରେ। ତାମାନେ ସେଠି ନଈ ନାଳ କିଛି ନାହିଁ। ତାର ବିଷୟରେ 9 ପଦରେ ବି ଲେଖା ହଉଛି, ଆଉ ସଦାପ୍ରଭୁ ତୁମମାନଙ୍କ ପୂର୍ବପୁରୁଷ ମାନଙ୍କୁ ସେମାନଙ୍କ ବଂଶକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଛନ୍ତି, ସେ ଦୁଗ୍ଧ ମଧୁ ପ୍ରବାହୀ ଦେଶରେ ତୁମମାନେ ଆପଣ ମାନଙ୍କର ଦିନ ବଢାଇ ପାରିବ। ଦୁଗ୍ଧ ମଧୁ ପ୍ରବାହୀ ଦେଶରେ ଖାଲି ବୃଷ୍ଟି ହେଲେ ପାଣି ମିଳିବ, ଆଉ କୋଉଠି ପାଣି ମିଳିବାର ଚାନ୍ସ ନାହିଁ। ଏଭଳି ଗୋଟେ ଖାଡୁଆ ଅଖାଡୁଆ ଟାଙ୍ଗରା ମରୁଭୂମି ଜାଗାକୁ ପ୍ରଭୁ ବାଛିଛନ୍ତି ତାଙ୍କର ମନୋନୀତ ସନ୍ତାନ ମାନଙ୍କୁ ନବା ପାଇଁ। ଆଶ୍ଚର୍ଯ୍ୟ ଲାଗେ ମତେ। ଇସ୍ରାଏଲ ଗୋଟେ ଏରକମ ଭାବରେ ଗୋଟେ ଦେଶ ଯୋଉଠିକି ଆମର ଓଡିଶାରେ ଦେଖିବେ ଯେତେ ସବୁ ଉପକୂଳବର୍ତ୍ତୀ ଜାଗାକୁ ଯିବେ, ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ, ଏଇ ସବୁ ଜାଗାକୁ ଯିବେ, ଜଗତସିଂହପୁର, ନାଳ ନଈରେ ପରିପୂର୍ଣ୍ଣ। ଦିଟା ଗାଁ ପରେ ଗୋଟେ ନଈ ନାଳ, ଆଉ ଗୋଟେ ଗାଁ ପରେ ଆଉ ଗୋଟେ ଛୋଟ ନଈ ଭର୍ତ୍ତି। ଲୋକଙ୍କର ଖାଲି ଖାଲି ଫସଲ 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 ସେମାନେ ଉତ୍ପନ୍ନ କରନ୍ତି। କିନ୍ତୁ ପ୍ରଭୁ ଯୋଉ ଜାଗାକୁ ନଉଛନ୍ତି ସେଠି ବିଷୟରେ ମଶା ଅଲରେଡି କହିଦଉଛନ୍ତି, ସେଟା ଗୋଟେ ପର୍ବତମୟ ଜାଗା, ସମସ୍ତଳୀମୟ, ମାନେ ସମାନ ଭାବରେ ନାହିଁ। ଅଖାଡା ଅଖାଡା ଏକଦମ ରେଗିସ୍ତାନ, ମରୁଭୂମି। ପୁଣି ଆକାଶରୁ ବୃଷ୍ଟି ଜଳ ପାନ କରେ, କୌଣସି ଇରିଗେସନ ବି ନାହିଁ। ଆଉ ସେଠି ପଶୁ ପଳ ବଞ୍ଚିବେ କେମିତି? ପଶୁପଲଙ୍କ ପାଇଁକା ପାଣି ଦରକାର, ପାଶ୍ଚର ଦରକାର, ବଞ୍ଚିବେ କେମିତି? ଯଦି କିଛି ନାହିଁ ବଞ୍ଚିବେ କେମିତି? ପୁଣି ସେଥିରେ କୁହାହଉଛି କଣ ନା, ସେଟା ହଉଛି ଦୁଗ୍ଧ ମଧୁ ପ୍ରବାହିତ ଦେଶ। କୋଉ ବାଟୁ ଦୁଗ୍ଧ ପ୍ରବାହିତ ହବ, କୋଉଠୁ ମଧୁ ପ୍ରବାହିତ ମୁଁ ଜାଣିପାରୁନି, କିନ୍ତୁ ଗୋଟେ ପ୍ରତିଜ୍ଞା ସେଥିରେ ଯୋଗ କରାହଉଛି। ତାର ପୂର୍ବରୁ ଦେଖିବେ 10 ପଦରେ, ତୁମାନେ ଯୋଉ ମିଶ୍ର ଦେଶରୁ ବାହାର ହୋଇ ଆସିଲ, ସେଠାରେ ବୀଜ ବୁଣି ଶାକ ଓ ଉଦ୍ୟାନ ତୁଲ୍ୟ ଜଳ ସେଚନ କରୁଥିଲ। ମାନେ ସେ ଜାଗାର କମ୍ପାରିଜନ ଏଠି କିଛି ନାହିଁ। ସବୁଆଡେ ଥିଲା ପାଣିର ବ୍ୟବସ୍ଥା, ତୁମେ ଶାକର ଉଦ୍ୟାନ କରୁଥିଲ, ପନିପରିବା ଏସବୁ ବାହାର କରୁଥିଲ। ମାତ୍ର ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ ତାହା ସେପରି ନୁହେଁ। ମୂଷା ସେଇଟା ବି କହିଦଉଛନ୍ତି। ଯୋଉ ଦେଶରେ ଥିଲ ମିଶରରେ, ସେଠି ସବୁ ସୁବିଧା ଥିଲା, ଇରିଗେସନ ଥିଲା, ବଢିଆ ବଢିଆ ପନିପରିବା ତମାନେ ବାହାର କରୁଥିଲ, ଫସଲ ଉତ୍ପାଦନ କରୁଥିଲ। ଏଠି ସେଟା ନାହିଁ ରେ ବାପା। କିନ୍ତୁ କଣ ଅଛି? ଏଇ ଦେଶକୁ ପରମେଶ୍ୱର ମନୋଯୋଗ କରନ୍ତି। ପ୍ରେଜ ଦ ଲର୍ଡ। ସେଇ ଦେଶ ବିଷୟରେ ସଦାପ୍ରଭୁ ତୁମ ପରମେଶ୍ୱର 12 ପଦ ମନୋଯୋଗ କରନ୍ତି। ବର୍ଷର ଆରମ୍ଭରୁ ବର୍ଷର ଶେଷ ପର୍ଯ୍ୟନ୍ତ ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ଦୃଷ୍ଟି ତହିଁ ଉପରେ ସର୍ବଦା ଥାଏ। ପ୍ରେଜ ଦ ଲର୍ଡ। ଯୋଉ ବର୍ଷକୁ ଆମେ ଆଜି ସ୍ୱାଗତ କରୁଛୁ କଲୁ, ଆମେ ସମସ୍ତେ ହଉଛୁ ପ୍ରଭୁଙ୍କର ମନୋନୀତ ଲୋକ। ଆଜି ପ୍ରାର୍ଥନା କରିବା, ପ୍ରଭୁ ଏ ଯେ ବର୍ଷର ଆରମ୍ଭ ହେଲା, এই ବର୍ଷର ଶେଷ ପର୍ଯ୍ୟନ୍ତ हे ସଦାପ୍ରଭୁ ପରମେଶ୍ୱର, हे ସର୍ବପରିସ୍ଥ ପରମେଶ୍ୱର, ତହିଁ ଉପରେ ତୁମର ଦୃଷ୍ଟି ସର୍ବଦା ଥାଉ। ଆମମାନଙ୍କ ଉପରେ ତୁମ ଦୃଷ୍ଟି ସର୍ବଦା ଥାଉ। ଆମମାନଙ୍କ ପରିବାର ଉପରେ ତୁମ ଦୃଷ୍ଟି ସର୍ବଦା ଥାଉ।
ଆମର ଏଇ ପ୍ରାତଃକାଳୀନ ସଭା ଉପରେ ତୁମ ଦୃଷ୍ଟି ସର୍ବଦା ଥାଉ। ଆଉ କଣ ମାଗିବା? ଯୋଉ ପ୍ରଭୁ ଏପର୍ଯ୍ୟନ୍ତ କଢେଇ ଆଣିଛନ୍ତି, ଯୋଉ ପ୍ରଭୁ ଆଜି ଆମମାନଙ୍କୁ ଏଇ ବର୍ଷକୁ ସ୍ୱାଗତ କରିବା ପାଇଁକା, ଏଇ ସମ୍ଭାବନା ଗୁଡାକ ଦେଖିବା ପାଇଁକା ଦେଲେ, ଆଜି ତାଙ୍କୁ ମାଗିବା, ପ୍ରଭୁ ତୁମର ସେ ଦୃଷ୍ଟି, ତୁମର ସେ ପ୍ରେଜେନ୍ସ, କାରଣ ତୁମେ ଯେଭଳି ସେ ଇସ୍ରାଏଲକୁ ମନୋଯୋଗ କରୁଥିଲ, ତୁମ ଦୃଷ୍ଟି ତା ଉପରେ ଥିଲା, ଆଜି ଆମମାନଙ୍କ ଉପରେ ଥାଉ। ଏଇ ନୂତନ ବର୍ଷରେ ସୁନ୍ଦର ବାକ୍ୟ ପାଉଲ ମଧ୍ୟ ଦଉଛନ୍ତି। ଏରା ପାଇବା ଏଫିସି 4 ପର୍ବର 22 ଏଫିସି 4 ପର୍ବର 22 ଅର୍ଥାତ୍ ତୁମମାନଙ୍କ ପୁରାତନ ଆଚରଣ ସମ୍ବନ୍ଧରେ ଯୋଉ ପୁରାତନ ସ୍ୱଭାବ ପ୍ରବଞ୍ଚନାର ବିଳାସିତା ଅନୁସାରେ ଅଧିକରୁ ଅଧିକ ଭ୍ରଷ୍ଟ ହୋଇଅଛି, ତାହାକୁ ପରିତ୍ୟାଗ କରିବାକୁ ଇଚ୍ଛା କର। ପୁଣି 23 ପୁଣି ତୁମମାନଙ୍କ ମନରେ ନୂତନୀକୃତ ହୋଇ ଯୋଉ ନୂତନ ସ୍ୱଭାବ 24 ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଧାର୍ମିକତା ସତ୍ୟରେ ପବିତ୍ରତାରେ ସୃଷ୍ଟି ହୋଇଛି, ତାହା ପରିଧାନ କରିବାକୁ ଶିକ୍ଷିତ ହୋଇଅଛି। We have been trained, ଆମେ ଶିକ୍ଷିତ ପ୍ରତିଦିନ ହଉଛୁ। ସେ ନୂତନ ବସ୍ତ୍ର, ସେ ପବିତ୍ରତାର ବସ୍ତ୍ର, ସେ ସତ୍ୟର ବସ୍ତ୍ର, ଧାର୍ମିକତାର ବସ୍ତ୍ର, ସେ ନୂତନ ସ୍ୱଭାବ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଯାହା ପ୍ରତିଦିନ ବନା ହଉଛି, ତାକୁ ପରିଧାନ କରିବା। ଅତଏବ 25 ମିଥ୍ୟା ପରିତ୍ୟାଗ କରି ତୁମାନେ ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀ ସହିତ ସତ୍ୟ ଆଳାପ କର, କାରଣ ଆମମାନେ ପରସ୍ପର ଅଙ୍ଗ ପ୍ରତ୍ୟଙ୍ଗ। କ୍ରୋଧ ହେଲେ ପାପ କର ନାହିଁ, ସୂର୍ଯ୍ୟାସ୍ତ ନ ହୋଣ କ୍ରୋଧ ପରିତ୍ୟାଗ କର, ପୁଣି ଶୈତାନକୁ ସ୍ଥାନ ଦିଅ ନାହିଁ। ଚୋର ଆଉ ଚୋରି ନ କରୁ, ବରଂ ଅଭାବଗ୍ରସ୍ତ ଲୋକକୁ ଦାନ କରିବା ନିମନ୍ତେ ଯେପରି ତାହା ପାଖରେ କିଛି ଥାଇପାରେ, ଏଥି ନିମନ୍ତେ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରୁ। ତୁମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହଉ, ବରଂ ଆବଶ୍ୟକତା ଅନୁସାରେ ନିଷ୍ଠାଜନକ ବାକ୍ୟ ନିର୍ଗତ ହଉ, ଯେପରି ତାହା ଶ୍ରୋତାମାନଙ୍କର ଅନୁଗ୍ରହ ପକ୍ଷରେ ହିତଜନକ ହେବ। ଈଶ୍ୱରଙ୍କ ଯୋଉ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଅ ନାହିଁ। ଆଉ ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ ହୁଅ। ପୁଣି ଈଶ୍ୱର ଖ୍ରୀଷ୍ଟଙ୍କ ଠାରେ ତୁମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର। 5 ପର୍ବ ଅତି ପ୍ରିୟ ସନ୍ତାନ ମାନଙ୍କ ପରି ଈଶ୍ୱରଙ୍କର ଅନୁକାରୀ ହୁଅ। ଖ୍ରୀଷ୍ଟ ଯେପରି ତୁମାନଙ୍କୁ ପ୍ରେମ କଲେ, ପୁଣି ଆମମାନଙ୍କ ନିମନ୍ତେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସୁଗନ୍ଧି ନୈବେଦ୍ୟ ବଳି ସ୍ୱରୂପେ ଆପଣଙ୍କୁ ଉତ୍ସର୍ଗ କଲେ, ସେହିପରି ପ୍ରେମରେ ଆଚରଣ କର। 3 କିନ୍ତୁ ବ୍ୟଭିଚାର, ସମସ୍ତ ପ୍ରକାର ଅସୁଚିତା କିମ୍ବା ଲୋଭ, ଏହି ସବୁ ନାମରେ ସୁଦ୍ଧା ତୁମାନଙ୍କ ମଧ୍ୟରେ ସ୍ଥାନ ନ ପାଉ, ତାହା ସାଧୁମାନଙ୍କ ପକ୍ଷରେ ଅନୁଚିତ। 4 ପୁଣି ଯାହା ଯାହା ଅନୁପଯୁକ୍ତ, ଏପରି କୁଶ୍ଚିତ ବ୍ୟବହାର, ଅସାର କଥା, ହାସ୍ୟ ପରିହାସ ତୁମମାନଙ୍କ ମଧ୍ୟରେ ନ ହଉ, ବରଂ ଧନ୍ୟବାଦ ଦିଆଯାଉ। କାରଣ ତୁମାନେ ନିଶ୍ଚିତ ରୂପେ ଜାଣ ଯେ କୌଣସି ବ୍ୟଭିଚାରୀ ବା ଅସୁଦାଚାରୀ ବ୍ୟକ୍ତି ବା ଲୋଭୀ, ସେ ତ ଦେବପୂଜକ, ଏମାନଙ୍କର ଖ୍ରୀଷ୍ଟ ଈଶ୍ୱରଙ୍କ ରାଜ୍ୟରେ ଅଧିକାର ନାହିଁ। ଆଜି ନୂତନ ବର୍ଷ ଯୋଉ ସମ୍ଭାବନା ପାଇକା ଆମମାନଙ୍କ ପାଖରେ ଛିଡା ହେଇଛି, ପବିତ୍ରତାର ବର୍ଷ। ଏଠି କୌଣସି ବ୍ୟଭିଚାରୀ ଲୋକ ପ୍ରବେଶ କରିପାରିବନି, ଲୋଭୀ ଲୋକ ପ୍ରବେଶ କରିପାରିବନି, ଦେବପୂଜକ ଲୋକ ପ୍ରବେଶ କରିପାରିବନି, ହାସ୍ୟ ପରିହାସରେ ସମୟ କଟେଇବା ଲୋକ ପରିହାସ କରିବନି, ବରଂ ଧନ୍ୟବାଦ ଦିଆଯାଉ। ସବୁ ସମୟରେ ସ୍ୱର୍ଗର 24 ପ୍ରାଣୀ, 4 ପ୍ରାଣୀ, 24 ପ୍ରାଚୀନ ଆଉ କିରୁବ ମାନେ, ଅସଂଖ୍ୟ ଅସଂଖ୍ୟ ଦୂତ ମାନେ ପ୍ରଭୁଙ୍କର ଧନ୍ୟବାଦ ଦେଉଛନ୍ତି। ମୁଁ ଆଗରୁ ମଧ୍ୟ କହିଥିଲି କୋଉଠି ଯେ ଈଶ୍ୱରଙ୍କର ଯୋଉ ଆଟ୍ରିବ୍ୟୁଟ୍ସ ଅଛି, ଗୁଣାବଳୀ ଅଛି, ଯେତେବେଳେ ଦାଉଦ
से मंदिर प्रतिष्ठा निमंते लोक मानक कहते तुमक घरे जो मूल्यवान विषय सब अच्छे ताको आनिकी एठारे समर्पण कर। आउ दाऊद निज पाखरे मते जो संग्रहित सुना रूपा मूल्यवान पत्थर रखिथिले सब आनिकी देई सला परे से प्रभुंकर प्रशंसा करछथि। ताकर जो प्रभुंकर जो गुण सब ताको गुटे गुटे करी कहि करी से प्रभु को धन्यवाद दउछथि। प्रकाशित वाक्य रे मते हम देखुछु से माने उच्च स्वर रे से दूत माने गीत गान करी करी कहउछथि गौरव संभ्रम प्रताप पराक्रम जहांकर जे योग्य परमेश्वर तांकर धन्यवाद कर। एइथरे समय कटु असार कश्चित वाक्य रे हास्य परिहास रे समय न कटु। 5 तुमाने निश्चित रूपे जान जे कौनसी हास्यता पढ़ले। हाँ 6 कहीं तुमानकर असार कथारे न भूलाओ कारण ये समस्त कुकर्म हेतु अनाज्ञाबह संतान मान उपरे ईश्वर को क्रोध वर्ते। आमाने से द्वितीय विवरणी शुणिथिलु मु तुमानक पाखरे आशीर्वाद अभिशाप दीटा रखुची। आ प्रभुंकर क्रोध काहेकि वर्ते तार रिजन एठी पाउलो देखुचंती एफिसी मंडली 5 पर्वर 6 पद। जने डिसोबिडिएंट जने प्रभु को वाक्य शुणिकी मानती नहीं ସେମାନେ होचंती अनाज्ञाबह संतान। आ सेई मानक पाइका प्रभुंकर क्रोध वर्ते। आमानक द्वारा दिन बढ़ई पारिबा माने द्वितीय विवरणी देखिलु आयुर दिन को बढ़ेबार भार आमनक हाथ रे दिया है। एवं जदि अनाज्ञाबा संतान मान परीक्षा माने कुकर्म करू आउथरे पढ़ दउची के तुमान को असार कथारे न भूलाओ कारण ए समस्त कुकर्म हेतु प्रभुंकर ईश्वरंकर क्रोध आसे। आमाने ईश्वर को पाखरु आशीर्वाद को आनिबार अछि क्रोध को नुहे कारण आमान सेमानकर मनोनीत संतान बा आमे मनोनीत लोक 18 पर्व रे मध्य लिखाई जे एई जो मनोनीत लोक माने दिवारात्र प्रार्थना करतांती से कि समान को प्रति दया करिबेनी अधिक रो अधिक देबेनी। यीशु मध्य कहिले जे शेष दिन जो क्लेश घटिबो ताकू उणा करा जीवो काहा पैका मनोनीत संतान मान आपण आ मु होछु ईश्वरंकर मनोनीत संतान। आमानकर प्रतिटी प्रार्थनार मूल्य अछि। आमानकर प्रतिटी जीवन प्रभुंक निमंते मूल्यवान। शेषरे से पदटी के पढ़िकरी आमाने शेष करिबा। कलसी 3 पर्वर 12 पद जदि के पढ़ुछु पाउचंती पढ़ी देबे। कलसी 3 पर्वर 12 पद अते विश्वास पढ़ंतु अतएव ईश्वर मनोनीत साधु और प्रिय लोक होई कोमल हृदय दया नम्रता मृदुता और दीर्घ सहिष्णुता परिधान कर। शेष पद एफिसी आम पढ़ा एफिसी 1 पर्वर 4 और 5 अर्थात तुम जेपरी ताहांक साक्षात रे पवित्र और अनिंदनीय हो एथिपाई से जगतर पतन पूर्वे ताहांक ठारे आमान को मनोनीत कले। केमती मनोनीत कले आमे बीए एमए पीएचडी करथिलु बोलिका प्रभु बाछि बाछि आमान को मनोनीत कले। ना 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 जगत स्टार्ट हेई नथिला सेते बोलटो प्रभु हमको मनोनीत करि सारिचंती।
ଆଉ ଥରେ ପଢୁ। ଏଥିପାଇଁ ସେ ଜଗତର ପତନ ପୂର୍ବରୁ ତାହାଙ୍କଠାରେ ଆମମାନଙ୍କୁ ମନୋନୀତ କଲେ। ଆଜି ପ୍ରତ୍ୟେକଙ୍କୁ ନୂଆ ବର୍ଷର ସେ ଅଭିନନ୍ଦନରେ କୁହନ୍ତୁ, ଆମେ ମନୋନୀତ, ଆମେ ପ୍ରଭୁଙ୍କର ମନୋନୀତ ସନ୍ତାନ। ଆଠୁ ଆଉ ଗୌରବଜନକ ଉପାଧି ପୃଥିବୀରେ କିଛି ନାହିଁ। ପୁଣି କେମିତି ସେ ଆମକୁ ମନୋନୀତ କରିଛନ୍ତି? 5 ପଦରେ ଆମେ ଲୁଡୁ ଖେଳୁଥିଲୁ, ଆମେ ଖୋ ଖୋ ଖେଳୁଥିଲୁ, ବଢିଆ କ୍ରିକେଟ ଖେଳୁଥିଲୁ ବୋଲିକା ଆମକୁ ମନୋନୀତ କଲେ? ନା, ସେଟା ବି ନାହିଁ। କୌଣସି ଖେଳ ପାଇଁକା ହେଇନି, କୌଣସି ପାଠ ପାଇଁ ହେଇନି। କଣ ହେଇଛି? 5 ସେ ଆମମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଆପଣା ନିମନ୍ତେ ପୁତ୍ର କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛା ଅନୁସାରେ ଆମମାନଙ୍କୁ ପ୍ରେମରେ ପୂର୍ବରୁ ନିରୂପଣ କଲେ। ପ୍ରେଜ ଦ ଲର୍ଡ, ହାଲେଲୁୟା। ସ୍ୱଚ୍ଛନ୍ଦ ଇଚ୍ଛା ଅନୁସାରେ କେତେ ଆମମାନଙ୍କର ଭାଲ୍ୟୁ ଖାଲି ଦେଖନ୍ତୁ। ଆମେ ପ୍ରତ୍ୟେକ ହଉଛୁ ମନୋନୀତ। ଆଉ ସେଠି କଣ ପୁଣି ଲେଖା ହଉଛି? ଯଦିଓ ସମୟ ହେଇଯାଉଛି, ଟିକେ ପଢିଦବା। ମାଥ୍ୟୁ 24:22 ଟିକେ ପଢି ଦିଅନ୍ତୁ। ମାଥ୍ୟୁ 24:22 ପଢନ୍ତୁ। ଆଉ ସେହି ସମୟ ଯେବେ ଉଣା କରାଯାଇ ନଥାନ୍ତା, ତେବେ କୌଣସି ମର୍ତ୍ତ୍ୟ ପରିତ୍ରାଣ ପାଆନ୍ତା ନାହିଁ, ମାତ୍ର ମନୋନୀତ ଲୋକଙ୍କ ସକାଶେ ସେହି ସମୟ ଉଣା କରାଯିବ। ଆମେନ୍। ଏଇ ମନୋନୀତ ଲୋକମାନଙ୍କୁ ସେ ଜଗତର ପତନ ପୂର୍ବରୁ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ମନୋନୀତ କରିଛନ୍ତି। ଯୋଉମାନେ ଏଇ ମନୋନୀତ ଲୋକ ଦିବାରାତ୍ର କାନ୍ଦନ୍ତି, ପ୍ରାର୍ଥନା କରନ୍ତି, ଏଇ ମନୋନୀତ ଲୋକମାନଙ୍କ ପାଇଁକା ନୂତନ ସ୍ୱଭାବ ପରିଧାନ କରିବା ପାଇଁକା ପ୍ରଭୁ ଆମମାନଙ୍କୁ ଦେଉଛନ୍ତି। ଏଇ ନୂତନ ବର୍ଷ ହଉଛି ସେଇ ସମ୍ଭାବନାର ବର୍ଷ, ଅଭିଶାପର ବର୍ଷ ନାହିଁ, ଆଶୀର୍ବାଦର ବର୍ଷ। ଆମେ ମାନେ ସେ ମନୋନୀତ ଲୋକ, ଆମମାନଙ୍କୁ ପ୍ରଭୁ ସେ ଆଶୀର୍ବାଦ ଦେବା ପାଇଁକା ପ୍ରସ୍ତୁତ ହେଇ ଅଛନ୍ତି। ଏଇ ସମ୍ଭାବନା ବର୍ଷରେ ଆମମାନେ ଯୋଉମାନେ ଜଗତର ପତନ ପୂର୍ବରୁ ପ୍ରଭୁ ଆମମାନଙ୍କୁ ମନୋନୀତ କରିଛନ୍ତି, ଆମମାନଙ୍କ ପାଇଁ ପୁଣି ସେ କ୍ଲେଶର ଦିନକୁ ସେ କମେଇବା। ଆମମାନଙ୍କ ପାଇଁ କେତେ ଭାଗ୍ୟବାନ ମାନେ ଚିନ୍ତା କରନ୍ତୁ। ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେ ଦ୍ୱିତୀୟ ଆଗମନ ସମୟରେ ଆମମାନେ ଗୌରବରେ ଗୃହୀତ ହବା। ଆଉ ଗୋଟେ ଛୋଟ ବାକ୍ୟ ଦେଇ ଆପଣ ମାନଙ୍କୁ ଆଜି ଶେଷ କରିବି। ସେ ଏଫେସୀ ପୁସ୍ତକର 2 ପର୍ବର 10 ପଦ। କାରଣ ଆମମାନେ ତାହାଙ୍କ ରଚନା, ଯେ ସମସ୍ତ ସତ୍କାର୍ଯ୍ୟ ଆମମାନେ କରିବୁ ବୋଲି ଈଶ୍ୱର ପୂର୍ବରୁ ଆୟୋଜନ କରିଥିଲେ। ଯୋଉ ସତ୍କାର୍ଯ୍ୟ ଆପଣ ମାନେ ପ୍ରତିଦିନ କରିବା ପାଇଁକା ପବିତ୍ର ଆତ୍ମାଙ୍କ ଦ୍ଵାରା ଶିକ୍ଷିତ ହଉଅଛନ୍ତି। ଆଗରୁ ଗୋଟେ ପଦ ପଢିଥିଲୁ, ଶିକ୍ଷିତ ହଉଅଛୁ। ସେ ପୂର୍ବରୁ ଆୟୋଜନ କରିଥିଲେ। ଖୁସି ଦିଅନ୍ତୁ ଏ ପଦଟାକୁ, ଏଫେସୀ 2:10। ଆମେ ତାହାଙ୍କର ରଚନା, ଯେ ସମସ୍ତ ସତ୍କାର୍ଯ୍ୟ ମାନେ କରିବୁ ବୋଲି ଈଶ୍ୱର ପୂର୍ବରୁ ଆୟୋଜନ କରିଥିଲେ। ଆଚରଣରେ ସେଇ ସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଆମେ ମାନେ ସୃଷ୍ଟ ହୋଇଅଛୁ। এই হଉଛି ନୂତନତ୍ଵ। ଆଚରଣରେ ଆମମାନଙ୍କ ସେଟା ପ୍ରକାଶ ପାଇବ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ନୂତନ ବର୍ଷ ଯୋଉ ସମ୍ଭାବନା ନେଇକି ଆସିଛି, ସେ ମନୋନୀତ ଲୋକମାନଙ୍କ ପାଇଁକା ଯୋଉମାନେ ନିଜକୁ ଆଚରଣରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ନିଜକୁ ଘୋଡେଇକି ରଖୁଛି। ପ୍ରଭୁ ଏ ଛୋଟ ଚିନ୍ତା ଉପରେ ଆଶୀର୍ବାଦ କରନ୍ତୁ। ଆଉ ଥରେ ସେ ନୂତନ ବର୍ଷର ଶୁଭେଚ୍ଛା ସମସ୍ତଙ୍କୁ ଜଣାଇକି ରହୁଛି। Amen. Amen. ଆମେନ୍।